ଜଙ୍ଗଲରେ ରାନୁ ନାମରେ ଗୋଟିଏ ଚୁଲବୁଲ ଚଢ଼େଇ ରହିଥାଏ। ସେ ପ୍ରତିଦିନ ଜଙ୍ଗଲକୁ ଯାଇ ବିଭିନ୍ନ ପ୍ରକାରର ଫଳ ଫୁଲ ସବୁ ଖୋଜିବାକୁ ଲାଗିଥାଏ। ଏସବୁ କରିବାକୁ ତାକୁ ବହୁତ ଭଲ ଲାଗେ। ଗୋଟେ ଦିନ ଜଙ୍ଗଲକୁ ସେ ଗଲାବେଳେ ହଠାତ୍ ଗୋଟେ ଗଛ ବୁଦା ମୂଳେ ଗୋଟିଏ ଚକମକର ବାଡ଼ି ଦେଖି, ଆରେ ଏ ବାଡ଼ିଟା କ'ଣ ଏତେ ଚକମକ କରୁଛି? ରାନୁ ସେ ବାଡ଼ି ପାଖକୁ ଗଲାରୁ ହଠାତ୍ ବାଡ଼ିଟି ତା ହାତକୁ ଚାଲି ଆସେ। ଆରେ ଏ କ'ଣ? ଦେଖୁ ଦେଖୁ ବାଡ଼ିଟି ମୋ ହାତକୁ ଚାଲି ଆସିଲା। ଲାଗୁଛି ଏ ବାଡ଼ିଟି ଗୋଟେ ଯାଦୁର ବାଡ଼ି ହୋଇଥିବ। ମୋତେ ସଙ୍ଗେ ସଙ୍ଗେ ବାଡ଼ିଟିକୁ ପରୀକ୍ଷା କରିବାକୁ ପଡ଼ିବ। ମୁଁ ଦେଖେ ଏ ଆଖପାଖରେ କ'ଣ ଗୋଟେ। ଆରେ ହଁ, ଏଠି ଗୋଟେ ଥୁଣ୍ଟା ଗଛ ଅଛି। ଆରେ ଏ ଯାଦୁର ବାଡ଼ି ଏ ଥୁଣ୍ଟା ଗଛଟିକୁ ଫଳ ଫୁଲରେ ପରିପୂର୍ଣ୍ଣ କରିଦେ। ସତକୁ ସତ ଯାଦୁର ବାଡ଼ିରୁ ଗୋଟିଏ ରଶ୍ମି ବାହାରିଲା, ଆଉ ସଙ୍ଗେ ସଙ୍ଗେ ଥୁଣ୍ଟା ଗଛଟି ଫଳ ଫୁଲରେ ପରିପୂର୍ଣ୍ଣ ହୋଇଗଲା। ରାନୁ ଚଢ଼େଇ ଏହା ଦେଖି ବହୁତ ଖୁସି ହୋଇଗଲା। ଆରେ ମୋତେ ବହୁତ ଭୋକ ଲାଗୁଛି। ଏ ଯାଦୁର ବାଡ଼ି, ମୋତେ ସଙ୍ଗେ ସଙ୍ଗେ ରସଗୋଲା ଖାଇବାକୁ ଇଚ୍ଛା ହେଉଛି। ମୋତେ ଏଇ ସଙ୍ଗେ ସଙ୍ଗେ ରସଗୋଲା ଦେ। ତାପରେ ଯାଦୁର ବାଡ଼ି ସଙ୍ଗେ ସଙ୍ଗେ ରସଗୋଲା ଦେଲା। ଏମିତି ରାନୁ ଚଢ଼େଇ ଯାଦୁର ବାଡ଼ି ଦ୍ୱାରା ବହୁତ ପ୍ରକାରର ଜିନିଷ ଖାଇବାକୁ ଲାଗିଲା। ଧୀରେ ଧୀରେ ରାନୁ ଚଢ଼େଇ ଜଙ୍ଗଲର ସବୁ ଚଢ଼େଇମାନଙ୍କର ଯାଦୁବାଡ଼ି ଦ୍ୱାରା ଇଚ୍ଛା ପୂରଣ କଲା। ଏମିତି ଗୋଟେ ଦିନ ରାନୁ ଚଢ଼େଇ ଅତି ଖୁସି ହୋଇ ନିଜ ନିଜର ଗର୍ବ କରିବାକୁ ଲାଗିଲା। ଆରେ ମୁଁ ଏ ଯାଦୁର ବାଡ଼ି ସାହାଯ୍ୟରେ କେତେ ଲୋକଙ୍କୁ ସବୁ ସାହାଯ୍ୟ କରୁଛି। ମୋତେ ବହୁତ ଖୁସି ଲାଗୁଛି। ଆରେ ଏ ଯାଦୁର ବାଡ଼ି, ଏଠି ସବୁ ଜଙ୍ଗଲରେ ଫଳ ଗଛ ଲଗେଇ ଦେ। ତାପରେ ଯାଦୁର ବାଡ଼ି ଜଙ୍ଗଲର ଚାରିଆଡ଼େ ଫଳ ଗଛ ସବୁ ଲଗେଇ ଦେଲା। ଏମିତି ରାନୁ ଚଢ଼େଇ ଗର୍ବ କରିବାକୁ ଲାଗିଲା। ଆରେ ଏ ଚଢ଼େଇ, ଦେଖ ମୁଁ ଜଙ୍ଗଲର ଚାରିଆଡ଼େ ଫଳ ଗଛ କେମିତି ଲଗେଇ ଦେଇଛି। ଗୋଟେ ଦିନ ରାନୁ ଚଢ଼େଇ ଅତି ଖୁସି ହୋଇ ଯାଦୁର ବାଡ଼ିକୁ କହିଲା, ଆରେ ଏ ଯାଦୁର ବାଡ଼ି, ଏଇ ସଙ୍ଗେ ସଙ୍ଗେ ତୁ ଗୋଟିଏ ବାଘକୁ ଛିଡ଼ା କରିଦେ। ଏମିତି ପାଟିରୁ ତାର ବାଘ ବାହାରି ଯିବାରୁ ସତକୁ ସତ ଗୋଟିଏ ବାଘ ଆସି ରାନୁ ଚଢ଼େଇ ଆଗରେ ଛିଡ଼ା ହୋଇଗଲା। ଆଉ ସେ ରାନୁ ଚଢ଼େଇକୁ ଖାଇବାକୁ ତଡ଼ିବାକୁ ଲାଗିଲା। ଆରେ ମୁଁ ଏ କ'ଣ କଲି? ଅତି ଖୁସି ହୋଇ ଗୋଟେ ବାଘକୁ ଡାକିଦେଲି। ଏମିତି ରାନୁ ଚଢ଼େଇ ଜଙ୍ଗଲ ଭିତରକୁ ଦୌଡ଼ିକି ଗଲାବେଳେ ହଠାତ୍ ଜଣେ ସାଧୁ ବାବାଙ୍କ ଆଗରେ ପଡ଼ିଲା। ଆରେ ଚଢ଼େଇ, ତୁ ଏମିତି ଜୀବନ ବିକଳରେ କାହିଁକି ଦୌଡ଼ୁଛୁ? ତାପରେ ଚଢ଼େଇ ସାଧୁ ବାବାଙ୍କୁ ଯାଦୁର ବାଡ଼ି ବିଷୟରେ କହିଲା। ଚଢ଼େଇ କିଛି ସମୟ ସେଠି ରହିବା ପରେ ସଙ୍ଗେ ସଙ୍ଗେ ଯାଦୁ ବାଡ଼ିକି କହିଲା, ଆରେ ଏ ଯାଦୁ ବାଡ଼ି, ତୁ ସଙ୍ଗେ ସଙ୍ଗେ ସେ ବାଘଟିକୁ ଅଦୃଶ୍ୟ କରିଦେ। ତାପରେ ଯାଦୁ ବାଡ଼ି ସାହାଯ୍ୟରେ ରାନୁ ଚଢ଼େଇ ସେ ବାଘଟିକୁ ଅଦୃଶ୍ୟ କରିଦେଲା। ଚଢ଼େଇ ନିଜ ଭୁଲ ବୁଝିପାରିଲା, ଆଉ ଯାଦୁ ବାଡ଼ିକି ସାଧୁ ବାବାଙ୍କ ହାତରେ ଜନ କଲ୍ୟାଣ ପାଇଁ ଦେଇ ସେଠାରୁ ଚାଲିଗଲା।